ଆସିଗଲା ସୁଭଦ୍ରା ଯୋଜନା ଚତୁର୍ଥ କିସ୍ତିର ଫାଇନାଲ ତାରିଖ। ଏହି ଦିନ ମିଳିବ ହିତାଧିକାରୀଙ୍କୁ ଚତୁର୍ଥ କିସ୍ତି ଟଙ୍କା। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏହି ଦିନ ଟଙ୍କା। ଯେଉଁମାନେ ପ୍ରଥମ ଥର ଆବେଦନ କରିଛନ୍ତି ସେମାନଙ୍କୁ ମିଳିବ ଏକାବେଳକେ 2ଟି କିସ୍ତି ଏବଂ ଯେଉଁମାନେ ପୂର୍ବରୁ 3ଟି କିସ୍ତି 5,000 ଲେଖା ପାଇଛନ୍ତି ସେମାନଙ୍କୁ ଗୋଟିଏ କିସ୍ତି ଦେବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ନୂଆ ଆବେଦନ କରିଥିବା ହିତାଧିକାରୀଙ୍କୁ ଏବଂ ପୂର୍ବରୁ ପାଇଥିବା ହିତାଧିକାରୀଙ୍କୁ ଏକାବେଳକେ ସୁଭଦ୍ରା ଟଙ୍କା ଦେବେ ବୋଲି ଆପଣ ଶୁଣିଥିବେ ଯେ ନୂଆ ବର୍ଷର ପ୍ରଥମ ସପ୍ତାହରେ ସୁଭଦ୍ରା ଟଙ୍କା ମିଳିବ ବୋଲି ତାହା ଭୁଲ ସାବ୍ୟସ୍ତ ହୋଇଛି। ଚତୁର୍ଥ କିସ୍ତିର ତାରିଖ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ। ପୂର୍ବରୁ କଟିଥିବା ମହିଳାଙ୍କୁ ଡୋର ଟୁ ଡୋର ସର୍ଭେ କରି ପୁଣି ଯୋଡ଼ାଯାଇଛି। ଆଉ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚତୁର୍ଥ କିସ୍ତି ଟଙ୍କାଟା ଦିଆଯିବ। ଯେଉଁମାନେ ଆଗରୁ ଦ୍ୱିତୀୟ କିସ୍ତି ଟଙ୍କା ପାଇଥିଲେ ଏବଂ ତୃତୀୟ କିସ୍ତି ଟଙ୍କାରୁ ବାଦ ପଡ଼ିଥିଲେ ଏବଂ ଯେଉଁମାନେ ନୂଆ ଆବେଦନ କରିଥିଲେ ସେମାନଙ୍କୁ ସମସ୍ତଙ୍କୁ ଏକାବେଳକେ ସୁଭଦ୍ରା ଟଙ୍କା ମିଳିବ। ଯେଉଁମାନେ କଟିଯାଇଥିଲେ ସେମାନଙ୍କୁ ସର୍ଭେ କରି ଫାଇନାଲ ଭେରିଫିକେସନ ଚାଲୁଅଛି। ଆଉ ଫାଇନାଲ ଭେରିଫିକେସନ ପରେ ସୁଭଦ୍ରା ଟଙ୍କା ଦିଆଯିବ। ଶ୍ରୀମତୀ ପରିଡା ପରାମର୍ଶ ଦେଇଛନ୍ତି ଯେ ସମସ୍ତ ମହିଳା ତାଙ୍କର ସୁଭଦ୍ରା ଷ୍ଟାଟସ ସୁଭଦ୍ରା ପୋର୍ଟାଲକୁ ଯାଇ ଚେକ୍ କରିନିଅନ୍ତୁ। ଆଉ ଯେଉଁମାନଙ୍କର ପ୍ରୋସେସିଂ ଦେଖାଉଛି କିମ୍ବା ଷ୍ଟାଟସ ପେଣ୍ଡିଂ ଅଛି ସେମାନେ ତାଙ୍କର ଡିବିଟି ଲିଙ୍କଟା ଏବଂ ଇକେୱାଇସିଟା ନିଜର ନିକଟସ୍ଥ ବ୍ୟାଙ୍କକୁ ଯାଇ ଆପଣ କରିନିଅନ୍ତୁ। କାରଣ ଆପଣ ଜାଣିଥିବେ ଯେ ପୂର୍ବରୁ ଡିବିଟି ଲିଙ୍କ ନେଉଥିବାରୁ ବହୁଟେ ମହିଳା ଯେଉଁମାନେ କି ତାଙ୍କର ତୃତୀୟ କିସ୍ତି ଟଙ୍କା କିମ୍ବା ଦ୍ୱିତୀୟ କିସ୍ତି ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଯାଇନଥିଲା। ତେଣୁକରି ସୂଚନା ଦେଉଛନ୍ତି ଯେ ଆପଣ ଯଦି ନୂଆ ହିତାଧିକାରୀ କିମ୍ବା ପୂର୍ବରୁ ପାଇଛନ୍ତି ତାହେଲେ ମଧ୍ୟ ଆପଣ ଆପଣଙ୍କ ଡିବିଟି ଲିଙ୍କଟା ଅଛି କି ନାହିଁ ଚେକ୍ କରିନିଅନ୍ତୁ ଏବଂ ଆପଣଙ୍କ ଇକେୱାଇସି ଷ୍ଟାଟସ ବି ଥରେ ଚେକ୍ କରିନେବେ। ଆପଣଙ୍କୁ କହିଦିଆଯାଉଛି ଯେ ଆସନ୍ତା ମାର୍ଚ୍ଚ 8 ତାରିଖ ଦିନ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସୁଭଦ୍ରାର ଚତୁର୍ଥ କିସ୍ତି ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି। ଯେଉଁ ହିତାଧିକାରୀମାନେ ନୂଆ ଆବେଦନ କରିଛନ୍ତି ସେମାନଙ୍କୁ ଏକାବେଳକେ 2ଟି କିସ୍ତିର ଟଙ୍କା ମାନେ 10,000 ଟଙ୍କା ଦିଆଯିବ ବୋଲି କହିଛନ୍ତି। ଆଉ ଯେଉଁ ହିତାଧିକାରୀମାନେ ପୂର୍ବରୁ ତୃତୀୟ କିସ୍ତି ଟଙ୍କା ପାଇଛନ୍ତି ସେମାନଙ୍କୁ 5,000 ଟଙ୍କା ଦିଆଯିବ ବୋଲି ସୂଚନା ଦେଇଛନ୍ତି। ଆପଣ ଜାଣିଥିବେ ବର୍ଷକୁ 2ଟା କିସ୍ତିରେ ଦିଆଯାଏ ଯାହାକି ଆପଣ ଗୋଟେ ରକ୍ଷାବନ୍ଧନ ଦିନ ଏବଂ ମହିଳା ଦିବସରେ ପାଇଛନ୍ତି। ପୂର୍ବରୁ ଆପଣ 2025ରେ ତୃତୀୟ କିସ୍ତି ଟଙ୍କା ରକ୍ଷାବନ୍ଧନରେ ପାଇଥିଲେ ଏବଂ ଏ ବର୍ଷ ମହିଳା ଦିବସରେ ଚତୁର୍ଥ କିସ୍ତି ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଯିବ। ମନେ ରଖନ୍ତୁ ଯେ ଏହି ପଇସା ଆପଣଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ମାର୍ଚ୍ଚ 8 ତାରିଖରେ ମହିଳା ଦିବସ ଅବସରରେ ଆପଣଙ୍କ ଆକାଉଣ୍ଟକୁ ଆସିବ।